କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଏକ ନୂତନ ମନ୍ଦିର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ପସରଳା ଗ୍ରାମରେ ପ୍ରତିଷ୍ଠା ହୋଇଛି। ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ 4 ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଥମ ଦିନ ଘଟଗାଁ ମା ତାରିଣୀଙ୍କ ପୀଠରୁ ଆଜ୍ଞାମାଳ ଆସିବା ପରେ ଅଧିବାସ ଅଙ୍କୁର ରୋପଣ ହୋଇଥିଲା। ଦ୍ୱିତୀୟ ଦିନରେ ଶତାଧିକ ସଂଖ୍ୟାରେ ମହିଳାମାନେ ନିକଟସ୍ଥ ନଦୀରୁ ପୂଜାର୍ଚ୍ଚନା କରି କଳସ ଯାତ୍ରାରେ ଆସି ମନ୍ଦିର ପ୍ରାଙ୍ଗଣରେ ସ୍ଥାପନ ପରେ ପୂଜାର୍ଚ୍ଚନା ହୋମଯଜ୍ଞ କରାଯିବା ସହ ଦଧିନଉତି ସ୍ଥାପନ ହୋଇଥିଲା। ତୃତୀୟ ଦିନରେ ମାଙ୍କ ମୂର୍ତ୍ତିକୁ ଯଥାବିଧି ସହକାରେ ପୂଜାର୍ଚ୍ଚନା କରି ଜୀବନ୍ୟାସ ଦିଆଯାଇଥିଲା ଏବଂ ଚତୁର୍ଥ ଦିନରେ ହୋମଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଶେଷରେ ମା ତାରିଣୀଙ୍କ ପ୍ରତିମୂର୍ତ୍ତିକୁ ଏକ ରଥ ସଦୃଶ ସୁସଜ୍ଜିତ ଗାଡ଼ିରେ ନେଇ କୀର୍ତ୍ତନ କରି ମାଙ୍କ ମନ୍ଦିରକୁ ଲାଗି ରହିଥିବା ସମଗ୍ର ଗ୍ରାମରେ ବୁଲିବା ସହ ପୁଣି ମନ୍ଦିରକୁ ଫେରିଥିଲେ। ଏହି 4 ଦିନ ଧରି ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଓ ଗ୍ରାମବାସୀଙ୍କ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ମନ୍ଦିରର ସ୍ଥାପନା ଉକ୍ତ ପସରଳା ଗ୍ରାମର ସୁଶୀଲ ଚନ୍ଦ୍ର ବୈଦ୍ୟଙ୍କ ଦ୍ୱାରା କରାଯାଇଥିବା ବେଳେ ଉଭୟ ଦମ୍ପତି ସୁଶୀଲ ଚନ୍ଦ୍ର ବୈଦ୍ୟ ଓ ତାଙ୍କ ଧର୍ମପତ୍ନୀ ମମତା ବୈଦ୍ୟ ନିଷ୍ଠାର ସହ ଏହି 4 ଦିନ ଧରି କର୍ତ୍ତାକର୍ତ୍ତୀ ଭାବେ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ କରିଥିଲେ। ଉକ୍ତ କାର୍ଯ୍ୟରେ ତାଙ୍କ 2 ପୁତ୍ର ଓ ତାଙ୍କ ପରିବାରର ଅନ୍ୟ ସମସ୍ତ ସଦସ୍ୟବୃନ୍ଦ ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ, ସ୍ୱପ୍ନା ଲାଇଭ୍।